ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ତ +2 ସେକେଣ୍ଡ ଇୟର ଆର୍ଟ୍ସ ସାଇନ୍ସ ତ ଆର୍ଟ୍ସ ପିଲାମାନଙ୍କ ପାଇଁ ମୁଁ ନେଇ ଆସିଛି କ'ଣ ନା ଅପସନାଲ ଓଡ଼ିଆ ଯୋଉଟା ଇଚ୍ଛାଧୀନ ଓଡ଼ିଆ ଅଛି ତ ଇଚ୍ଛାଧୀନ ଓଡ଼ିଆର ନେଇ ଆସିଛି ପରଶୁରାମ ଭେଟ କବିତା ତ ପରଶୁରାମ ଭେଟ କବିତାର ସିଲେକ୍ସନ କ୍ୱେଶ୍ଚିନ୍ ନେଇ ଆସିଛି ଲଙ୍ଗ କ୍ୱେଶ୍ଚିନ୍ ତ ଲଙ୍ଗ କ୍ୱେଶ୍ଚିନ୍ ମାତ୍ର ଅଳପ କେତୋଟି ଲଙ୍ଗ କ୍ୱେଶ୍ଚିନ୍ ମାତ୍ର ଅଳପ ସିଲେକ୍ସନ କ୍ୱେଶ୍ଚିନ୍ ନେଇ ଆସିଛି 30ଟି ସିଲେକ୍ସନ କ୍ୱେଶ୍ଚିନ୍ ଲଙ୍ଗ କ୍ୱେଶ୍ଚିନ୍ ନେଇ ଆସିଛି। ଆ ଭିତରୁ ତମେ ଏତିକି ପଢିଦବ ଆଉ କିଛି ପଢିବା ଆବଶ୍ୟକ ନାହିଁ ତ ଲଙ୍ଗ କ୍ୱେଶ୍ଚିନ୍ ଏତିକି ପଢିଦବ ଆଉ କିଛି ପଢିବା ଆବଶ୍ୟକ ନାହିଁ ତ ବହୁତ ଗୁରୁତ୍ୱପୂର୍ଣ୍ଣ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ବାଛି ନେଇ ଆସିଛି ପିଲାମାନେ ତ ଚାଲ ଆମେ ଷ୍ଟାର୍ଟ କରିବା ଭିଡ଼ିଓ ଦେଖିବା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିଦବ ବେଲ୍ ଆଇକନକୁ ଦବେଇଦବ ନୂଆ ନୂଆ ନୋଟିଫିକେସନ ପାଇଁ ଲାଇକ୍ ସେୟାର କରିଦବ। ତ ଦେଖିବା ପ୍ରଥମ କ୍ୱେଶ୍ଚିନ୍ ଦେଇଛି ପରଶୁରାମ ଭେଟର ତ ପରଶୁରାମ ଭେଟ କବିତାରେ କ'ଣ ଦେଇଛି ନା ପରଶୁରାମ ଭେଟ କବିତାର ମର୍ମାର୍ଥ ସମ୍ପର୍କରେ ସ୍ୱମତ ଉପସ୍ଥାପନ କରେ। ପରଶୁରାମ ଭେଟ ତାପରେ ଦେଇଛି କ'ଣ ନା ପରଶୁରାମ ଭେଟ କବିତାର ଅନୁସରଣରେ କବିଙ୍କ ବର୍ଣ୍ଣନା ବୈଶିଷ୍ଟ୍ୟ ଶ୍ରେଷ୍ଠତା ପ୍ରଦାନ କର। ତାପରେ କ'ଣ ଦେଇଛି ନା ପଠିତ କବିତା ଅବଲମ୍ବନ କରି କବି ଅଚ୍ୟୁତାନନ୍ଦଙ୍କର କାବ୍ୟିକ ବୈଶିଷ୍ଟ୍ୟ ସମ୍ପର୍କରେ ଆଲୋଚନା କର। ତାପରେ ଆସିଲା ସରଳ ସୁନ୍ଦରୀ କ'ଣ ନା ସରଳ ସୁନ୍ଦରୀ କବିତାରୁ କବିଙ୍କର ଭକ୍ତି ଭାବର ପରିଚୟ ପ୍ରଦାନ କର। ପ୍ରଥମେ ତମେ ଲେଖିବ କ'ଣ ଲଙ୍ଗ କ୍ୱେଶ୍ଚିନ୍ କେମିତି ଲେଖିବ ଲଙ୍ଗ କ୍ୱେଶ୍ଚିନ୍ ଯଦି କେମିତି ଲେଖିବ ଜଣା ନାହିଁ ତ ମତେ କମେଣ୍ଟ କରିବ ମୁଁ କହିଦେବି ତୁମକୁ ଲଙ୍ଗ କ୍ୱେଶ୍ଚିନ୍ ଟା କେମିତି ଲେଖାଯାଏ। ତାପରେ ସେମିତି ସରଳ ସୁନ୍ଦରୀର କୃଷ୍ଣ ଭକ୍ତିର ପରିଚୟ ଦିଅ। ନିହାତି ତମେ 1.5 ପେଜ ଗୋଟାଏ ପେଜ ଲେଖିବ ତା ଆଉ ପେଜ ଫାଳ ନହେଲେ ଆଉ 2 ପେଜର ଲଙ୍ଗ କ୍ୱେଶ୍ଚିନ୍ ଲେଖିକି ସାରିବାକୁ ଟ୍ରାଏ କରିବ। ନେକ୍ସଟ ସରଳ ସୁନ୍ଦରୀ କବିତାରୁ କବିଙ୍କର ବର୍ଣ୍ଣନା ଶୈଳୀ ନିର୍ଣ୍ଣୟ କର। ସରଳ ସୁନ୍ଦରୀ କବିତାରୁ କବିଙ୍କର ବର୍ଣ୍ଣନା ଶୈଳୀ। ନେକ୍ସଟ ଆଲୋଚ୍ୟ କବିତାରେ ଅନୁସରଣ କବିଙ୍କର କବିତ୍ୱ ଶକ୍ତିର ପ୍ରତି ପରିଚୟ ପ୍ରଦାନ କର। ନେକ୍ସଟ ଧୀରେ ରାଧା କରଧରି କବିତା ଅବଲମ୍ବନରେ ବିଦସ୍ୱ କବିଙ୍କର ବର୍ଣ୍ଣନା ଚୈତ୍ରିତ ସମ୍ପର୍କରେ ଆଲୋଚନା କର। ତାପରେ ପଠିତ ଛନ୍ଦରୁ କବିଙ୍କ ଭକ୍ତିବାଦର ପରିଚୟ ଦିଅ। ନେକ୍ସଟ ତାପରେ ଆସିଲା ଉଠନିଶି ପାହିଲା କବିତାରୁ କବିଙ୍କର ଭକ୍ତି ଭାବର ପରିଚୟ ଦିଅ। ଉଠନିଶି ପାହିଲା କବିତାର ମର୍ମାର୍ଥ ସମ୍ପର୍କରେ ଆଲୋଚନା କର। ତାପରେ ଛଳ ଶକ୍ତିରେ ଗୋପୀମାନଙ୍କର ଅଭିମାନକୁ କବି ଗୌରୀଚରଣ କେମିତି ବର୍ଣ୍ଣନା କରିଛନ୍ତି ତାକୁ ତମେ ଆଲୋଚନା କରିବ। ତାପରେ ପଠିତ ଭଜନଟିରୁ କବି ଗୌରୀଚରଣଙ୍କର ମୋହନୀୟ କବି ପ୍ରାଣର ପରିଚୟ ଦିଅ। ନେକ୍ସଟ ପଠିତ କବିତା ଅନୁସରଣରେ ଶ୍ରୀକୃଷ୍ଣଙ୍କର ବିଭିନ୍ନ ଲୀଳାବତୀର ଉପରେ ଆଲୋକପାତ କର। ତାପରେ ନେକ୍ସଟ କ'ଣ ଦେଲା ତାପରେ ଆସିଲା ଆଧ୍ୟାତ୍ମିକତା ହିଁ ସୁସ୍ଥ ସୁନ୍ଦର ଜୀବନ ଗଠନର ମାପକାଠି। ପଠିତ ପ୍ରବନ୍ଧରେ ଅନୁସରଣ ସଭ୍ୟତା ବିଚାର ଦିଅ। ବହୁତ ଗୁରୁତ୍ୱପୂର୍ଣ୍ଣ କ୍ୱେଶ୍ଚିନ୍ ପିଲାମାନେ ଅପସନାଲ ଓଡ଼ିଆର ଆ ଭିତରୁ ନିଶ୍ଚିନ୍ତ ତମର କ୍ୱେଶ୍ଚିନ୍ 100% ଆସିବ ମୁଁ ତମକୁ ଗ୍ୟାରେଣ୍ଟି ଦେଇକି କହିପାରିବି। ତାପରେ କ'ଣ ଦେଲା ଭାରତ କିପରି ସତ୍ୟ ଶିବ ସୁନ୍ଦରର ଉପାସକ ତାକୁ ତମେ ବ୍ୟାଖ୍ୟା କରିବ। ଭାରତ କିପରି କ'ଣ ନା ସତ୍ୟ ଶିବ ସୁନ୍ଦର। ନେକ୍ସଟ ସତ୍ୟମେବ ଜୟତେ ଏକ ବ୍ୟଙ୍ଗାତ୍ମକ ରଚନା ପ୍ରମାଣ କର। ସତ୍ୟମେବ ଜୟତେ। ନେକ୍ସଟ ସତ୍ୟମେବ ଜୟତେ ନା ଅସତ୍ୟମେବ ଜୟତେ ଲେଖକଙ୍କର ଏପରି ହେତୁ ବୁଝାଅ। ନେକ୍ସଟ କ୍ୱେଶ୍ଚିନ୍ ପଠିତ ପ୍ରବନ୍ଧରେ କିଭଳି ଭାତୃତ୍ୱର ପଥଟିକୁ ଗ୍ରହଣ କରିବାକୁ ସୂଚାଇ ଦିଆଯାଉଛି ତାକୁ ଆଲୋଚନା କର। ନେକ୍ସଟ ସମାନତାର ଅଭାବ ହେତୁ କବି ଅସୁବିଧା ସୃଷ୍ଟି ହେଉଛି ବୋଲି ଲେଖକ ପ୍ରମାଣ କରିଛନ୍ତି ତାକୁ ଆମେ କାହିଁକି କାରଣ ବୋଲି ଆମେ ଲେଖିବା। ନେକ୍ସଟ ପଠିତ ପ୍ରବନ୍ଧରେ ଛୋଟ ହିଁ ସୁନ୍ଦରର ବୈଶିଷ୍ଟ୍ୟ ମଧ୍ୟରେ ପ୍ରାବନ୍ଧିକ ଯେଉଁ ଅଭିମତ ବ୍ୟକ୍ତ କରିଛନ୍ତି ତାକୁ ଆଲୋଚନା କରିବା। ତାପରେ ଛୋଟ ହିଁ ସୁନ୍ଦର ପ୍ରବନ୍ଧରେ ମୌଳିକ ସମୀକ୍ଷା କର। ବହୁତ ଗୁରୁତ୍ୱପୂର୍ଣ୍ଣ କ୍ୱେଶ୍ଚିନ୍ ତ ଇମ୍ପୋର୍ଟାଣ୍ଟ। ତାପରେ ନେକ୍ସଟ ଆସିଲା ପକ୍ଷାଘାତ ତ ପକ୍ଷାଘାତ ଗଳ୍ପର ସାର୍ଥକତା ବିଚାର କରିବା। ପକ୍ଷାଘାତ ଗଳ୍ପର ସାର୍ଥକତା। ନେକ୍ସଟ ପକ୍ଷାଘାତ ଏକ ଆତ୍ମବିଶ୍ଳେଷାତ୍ମକ ଗଳ୍ପ ଆଲୋଚନା କରିବା।
नेक्स्ट माँ आसिलेणी माँ आसिलेणी एक रहस्यवादी गल्प प्रमाण करे। माँ आसिलेणी एक रहस्यवादी गल्प प्रमाण कर। नेक्स्ट शिक्षित और सहरी बाबू मानक निकटरे मार गुरुत्व किपरि ह्रास पाइछि पठित गल्प अवलंबन एहार सत्यता प्रतिपादन कर। नेक्स्ट मेडिकल कॉलेज रो मेहर जयंती रही थे पिला माने टिके मेडिकल कॉलेज रो मेहर जयंती एक रम्य रचना आलोचना कर। नेक्स्ट मेडिकल कॉलेज रो डाक्तरी छात्र माने किपरि मेहर जयंती पालन कले। नेक्स्ट मनस्तात्विक क्षुद्र गल्प भाव बाउंस राणी मूल्य निरूपण कर। तापर शेष क्वेश्चन कौन देला बाउंस राणी गल्पर मार्मिक आवेदन संपर्क रे आलोचना कर। तो ऑप्शनल ओडिया तमर एतिकी थिला पिला माने कोन ना लॉन्ग क्वेश्चन मात्र 30 तो नेक्स्ट हमर हिस्ट्री रो नै आसे कोन कहछ पिला माने हिस्ट्री रो नै आसे बुझेला। तो हिस्ट्री रो नै आसीबा सोशियोलॉजी भी अछि तो एजुकेशन सब इंग्लिश सब सिलेक्शन क्वेश्चन अच्छी तो गोटे गोटे कर सब नै आसे समस्त सांग साथी को शेयर कर दे पिला माने तो बुझेला। तो रहउची धन्यवाद जय जगन्नाथ।